ସମସ୍ତଙ୍କୁ ମୋର ଶୁଭ ସକାଳ। ସବୁ ଛାତ୍ରଛାତ୍ରୀ, ପ୍ରିୟ ଛାତ୍ରଛାତ୍ରୀ, ଅଭିଭାବକ, ପିତାମାତା ସମସ୍ତଙ୍କୁ ମୋର ସ୍ୱାଗତ। ସବୁ ଦର୍ଶକମାନଙ୍କୁ ମଧ୍ୟ ମୋର ସ୍ୱାଗତ। ଆଶା କରୁଛି ସମସ୍ତେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରୁଥିବେ। ଆଜି ଆମେ ଡିସକାଉଣ୍ଟ, ଯୋଉଟା ରିହାତି ବୋଲି କୁହାଯାଏ, ରିବେଟ୍ ଆଉ କ୍ରମିକ ରିବେଟ୍ର ଗୋଟେ ଇମ୍ପୋର୍ଟାଣ୍ଟ ଗଣିତ ପକେଇବା, ଯୋଉଟାକି ସମସ୍ତେ ଜାଣିବା ଦରକାର। ଆଜିକାଲି ବେଶୀ ହାଉସ ୱାଇଫ୍ ମାନେ, ଗୃହିଣୀ ମାନେ ମଧ୍ୟ ଜାଣିବା ଦରକାର। କାହିଁକି ନା ଏଠି ପ୍ରଶ୍ନଟି ହେଉଛି, ସମାନ ମୂଲ୍ୟର ଦୁଇଟି ଲୁଗାରେ ଦୁଇ ଜଣ ଦୋକାନୀ, ଜଣେ ଦଉଛନ୍ତି ପ୍ରଥମେ 20% ରିବେଟ୍, ତାପରେ 10%, ଦୁଇଟା ରିବେଟ୍ ଦଉଛନ୍ତି। ଆଉ ଜଣେ ଦୋକାନ ଦଉଛି ପ୍ରଥମେ 15%, ତାପରେ ସେକେଣ୍ଡ ରିବେଟ୍ ଦଉଛି 15%। ଦେଖ 20, 10, 30, 15, 15, 30, ଯେ ଦେଖିବ 20% ପ୍ରଥମେ ରିବେଟ୍ ଦେଲା, ତାପରେ 10% ଦେଲା, 30% ହେଇଗଲା। ସେକେଣ୍ଡ ଦୋକାନ ଇଏ ତ 15% ଦଉଛି, ପୁଣି 15% ପରେ ପୁଣି ଗୋଟେ 15% ରିବେଟ୍ ଦଉଛି, 30% ହେଇଗଲା। ସମାନ ହେଇଥିବ ନାହିଁ। ଦିଟା ଦୋକାନୀ କମ୍ପିଟିସନ। ପ୍ରଥମ ଦୋକାନୀ, ଏଠି ହଉଛି ଦ୍ୱିତୀୟ ଦୋକାନୀ। ପ୍ରଥମ ଦୋକାନୀର ମନେକର ଲୁଗାର ଲିଖିତ ମୂଲ୍ୟ, ମନେକର ଲୁଗାର ଲିଖିତ ମୂଲ୍ୟ ଜେଡ୍, ୟା ପାଇଁ ମଧ୍ୟ ସେଇ ଜେଡ୍, ମାର୍କ ପ୍ରାଇସ୍ ଲିଖିତ ମୂଲ୍ୟ। ଦୁଇଟି ଯାକ ଦୋକାନୀ ଏକା ପ୍ରକାର ଲୁଗା, ୟାର ଯେତିକି ଟଙ୍କା ଲେଖା ହେଇଛି ତାର ସେତିକି ଟଙ୍କା ଲେଖା ହେଇଛି। ଇଏ ପ୍ରଥମେ ରିବେଟ୍ ଦେଲା କେତେ? x is equal to 20%, y is equal to 10%. ଫାର୍ଷ୍ଟ ରିବେଟ୍ x, यार x is equal to 15%, y is equal to 15%. କ୍ରମିକ ରିହାତି, ସକ୍ସେସିଭ ଡିସକାଉଣ୍ଟ। ତାହେଲେ ଏସପି ବିକ୍ରି ମୂଲ୍ୟ କେତେ ହବ? ବିକ୍ରି ମୂଲ୍ୟ ହେଉଛି ଲିଖିତ ମୂଲ୍ୟ z ହୋଲ୍ ଇଣ୍ଟୁ 1 ମାଇନସ୍ x by 100 ହୋଲ୍ ଇଣ୍ଟୁ 1 ମାଇନସ୍ y by 100। এই সূত্রটা পড়িব ইজ ইকুয়াল টু 1 মাইনাস z হোল ইন্টু 1 মাইনাস 20 by 100, 1 মাইনাস 10 by 100, এটি টাকা। ইয়ার সেন্টি কেতে আসিব? z হোল ইন্টু 1 মাইনাস 15 by 100 হোল ইন্টু 1 মাইনাস 15 by 100। সেকেন্ড রিবেট দিয়া হচ্ছে, দ্বিতীয় রিবেট দিয়ালা। প্রথমে 15, তারপরে আউ ফের 15, यार প্রথমে 20, তারপরে আউ 20, ইজ ইকুয়াল টু z হোল ইন্টু দরকার দিলে এই তো 5, 1 মাইনাস 1 by 5, 10 কে लेके 10 into 10, 1 minus 1 by 10 is equal to z whole into 5 minus 1, 4 by 5 into এটা 10 minus 1, 9 by 5, 9 by 10, দূরে গেলে 2, দূরে গেলে আছে 18, z by 25। यार कितना है z is equal to z whole into 5 गले 3, 5 गले 20, 1 minus 3 by 20, ऐसे तो 1 minus 3 by 20 is equal to z whole into 20 minus 1, 17, 17 by 20 into এটা হচ্ছে 17 by 20 is equal to z 17 17 হলে 299 ভাই 20 গুণে 20 করে গেলে 400, 31 টাকা। এটা হচ্ছে সেলিং প্রাইস, বিক্রি। यार বিক্রি হলা 18z by 25 বিক্রি। তাহলে কোনটা অধিক কম্পেয়ার করিবা? 18z by 25, এটি হরে যাচ্ছে 400,
299 ବାଇ 400 ଏତିକି ଟଙ୍କାରେ ବିକ୍ରି ହବ। ଯୋଉଟା ଶସ୍ତା ହବ ଆମେ ସେ ଦୋକାନକୁ ଯିବା କିଣିବାକୁ। ଏଠି 16 ଗୁଣି ଦିଅ, 16 ଗୁଣି ଦିଅ, ଯେଠିକି ଯେଠି ହେଲା 16ଟା 128 8 ହେଲା 12, 16 12 16 ଧର 28 288 ବାଇ 185 0 8 32 8 400। ପ୍ରଥମ ଦୋକାନୀ ର ବିକ୍ରି, এটা দ্বিতীয় দোকানীର ବିକ୍ରି ଦାମ। ଦେଖ 288 ଇଣ୍ଟୁ ଲିଖିତ ମୂଲ୍ୟ ବାଇ 400, ଲିଖିତ ମୂଲ୍ୟ ତ ସମାନ ଅଛି 289 ଇଣ୍ଟୁ ଡେଡ୍, ତେଣୁ ଏଇଟା ହେଉଛି ବଡ଼ ସଂଖ୍ୟା, ଏଇଟା ହେଉଛି ସାନ ସଂଖ୍ୟା। ତେଣୁ ଯୋଉଠି କମ୍ ପଡ଼ିବ ଆମେ ସେଠିକି ଯିବା। ତାହେଲେ ଆମେ କୋଉଠି ଦୋକାନ କିଣିବା, କେଉଁ କ୍ଷେତ୍ରରେ ଲୁଗା କରିବା କ୍ରୟ କରିବା ଲାଭଜନକ? ପ୍ରଥମ ଦୋକାନରୁ ଲୁଗା କ୍ରୟ କରିବା ଲାଭଜନକ। କାହିଁକି ନା ଏଇଟା ସାନ, ଏଇଟା ବଡ଼, ଏଇଟା କମ୍ ଦାମରେ ବିକୁଛି, ଇଏ ଅଧିକ ଦାମରେ ବିକୁଛି। ଦଉଛି ରିବେଟ୍ 15%, ଇଏ ଦଉଛି 20%, ତାପରେ 10% ଡିସକାଉଣ୍ଟ, ଦିଥର ଡିସକାଉଣ୍ଟ ଦଉଛି। ସିଏ ମଧ୍ୟ ଦିଥର ଡିସକାଉଣ୍ଟ ଦଉଛି। ଦି ଜଣ ଯୋଉ ଦୋକାନୀ, ଲୋକ କୋଉଠୁ କିଣିବେ? ଲୋକ ଯୋଉଠି ଶସ୍ତା ପଡ଼ିବ ସେଠି କିଣିବେ। ତେଣୁ ଲୋକ ଜାଣିପାରିବେନି କୋଉଠି ଶସ୍ତା ପଡ଼ିବ, ହିସାବ ଜାଣିନଥିବେ। ଆଜିକାଲି ଶିକ୍ଷିତ ଲୋକ ମଧ୍ୟ ଆକୁ ହିସାବ କରିକି ଜାଣିପାରିବେ ପ୍ରକୃତରେ କୋଉଠି ଶସ୍ତା ପଡ଼ିବ। ତେଣୁ ଏଇଭଳିଆ ହିସାବ କରନ୍ତୁ। ହିସାବ କରିସାରିଲା ପରେ ଦେଖନ୍ତୁ କେତେ କମ୍ ପଡ଼ୁଛି। ଯୋଉଠି ଲୁଗା ଏକା, କମ୍ପାନୀ ଏକା, ସବୁ ଏକା, କିନ୍ତୁ ସେଲିଂ ଟେକ୍ନିକ୍ସର ଦେଖନ୍ତୁ। ଏଇ ହେଉଛି କ୍ରମିକ ରିହାତି ବା ସକ୍ସେସିଭ ଡିସକାଉଣ୍ଟର ଗୋଟେ ଇମ୍ପୋର୍ଟାଣ୍ଟ ମ୍ୟାଥମେଟିକ୍ସ, ଯୋଉଟାକି ସମସ୍ତେ ଜାଣିବା ଦରକାର। ଆବାଳ ବୁଦ୍ଧବନ୍ଦିତା, ବ୍ୟବସାୟୀଠୁ ଆରମ୍ଭ କରି କ୍ରେତାମାନେ, ସ୍ତ୍ରୀ ଲୋକମାନେ, ଶିକ୍ଷିତ ଲୋକମାନେ, ଆଶା କରୁଛି ସମସ୍ତେ ଅଧିକରୁ ଅଧିକ ଏଇଟାକୁ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ, ପଠାନ୍ତୁ, ଜାଣନ୍ତୁ ଏହା ଭିତରେ କ'ଣ ଅଛି। ଏ ପାର୍ଥକ୍ୟଟା ନିହାତି ସମସ୍ତେ ଜାଣିବା ଦରକାର। ଥ୍ୟାଙ୍କ ୟୁ।